ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ 10,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡରେ ଧରା ପଡ଼ିଲେ। ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ନାଟିଦେଉଳ ତହସିଲ ଅନ୍ତର୍ଗତ ଦଇଁଚା ରାଜସ୍ୱ ନିରୀକ୍ଷକ ମନୋଜ ମହାନନ୍ଦ ମ୍ୟୁଟେସନ କେସ୍ ଇନକ୍ୱାରି ରିପୋର୍ଟ କରାଇ ଦେବା ପାଇଁ 10,000 ଟଙ୍କା ଘୁଷୁରିମାଳ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ରେଡ୍ ହ୍ୟାଣ୍ଡରେ ମାଡ଼ି ବସିଲେ। ଆଗରୁ ମଧ୍ୟ ସେ ଲାଞ୍ଚ ନେଉଥିବାର ବହୁବାର ଅଭିଯୋଗ ଆସୁଥିଲା, ହେଲେ ଆଜି ଧରା ପଡ଼ିଗଲେ। ରେଢ଼ାଖୋଲରୁ ରବୀନ୍ଦ୍ରନାଥ ପ୍ରଧାନଙ୍କ ରିପୋର୍ଟ AMS ନ୍ୟୁଜ୍। କେତେ ଦୂର हाँ, दूर मोर है।